ଆଜି ଆପଣମାନେ ରାଜଯୋଗ ଧାରାବାହିକରେ ଏକ ଧମାକାଦାର ସିନ୍ ଦେଖିବାକୁ ପାଇବେ। ଗୁଡ଼ି ଉଡ଼ା ପାଇଁ କମ୍ପିଟିସନ୍ ଚାଲିଥିଲା ବେଳେ ସେତିକିବେଳେ ପ୍ରିୟା ଆସିକି ସଞ୍ଜୟଙ୍କ ବାପାଙ୍କୁ ମୁଣ୍ଡିଆ ମାରିବାକୁ ଯାଉଥିଲା ବେଳେ ସଞ୍ଜୟଙ୍କ ବାପା କହିବେ, ରୁହ, ତୁମେ ମୋ ଫ୍ୟାମିଲିର ନୁହେଁ, ତେଣୁ ତୁମେ ମୋ ପାଦ ଛୁଇଁବା ଦରକାର ନାହିଁ। ତାପରେ ପ୍ରିୟା ଅଟକିଯିବେ ଏବଂ ତାପରେ ସଞ୍ଜୟଙ୍କ ବାପା ସାଙ୍ଗେ ସାଙ୍ଗେ କହିବେ, ମୁଁ ଏବେ ମୋ ନିଷ୍ପତ୍ତି ଶୁଣାଉଛି। ଆଉ ଏମିତି କହିକି ସେ କହିବେ କି, ଦିଆ ଆଉ ଆୟାନ ବେଟା, ତମେ ଆଉ ତମ ଭିତରେ, ତମ ଦୁଇ ଜଣଙ୍କ ଭିତରେ ମୁଁ ସମାନତା ଦେଖିପାରୁଛି। ତମ ଦୁଇ ଜଣଙ୍କର ପରସ୍ପର ପ୍ରତି ବୁଝାମଣା ଆଉ ନିଷ୍ପତ୍ତି ନେବାର ଦେଖିପାରୁଛି। ଏବଂ ସେ ଦିଆ ଆଉ ଆୟାନଙ୍କ ଉପରେ ବହୁତ ଖୁସି ହୋଇଯାଇଥିବେ ଏବଂ ତାପରେ ସେ ସଙ୍ଗେ ସଙ୍ଗେ ୱିନର୍ ଘୋଷଣା କରିବେ। କହିବେ କି ଆଜିକାର ୱିନର୍ ହେଉଛନ୍ତି ଦିଆ ଆଉ ଆୟାନ। ତ ହଁ ଦର୍ଶକ ବନ୍ଧୁ, ଆଗକୁ ଧାରାବାହିକରେ କ'ଣ ହେବ ଜାଣିବା, ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ।